ପୃଥିବୀ ଶାନ୍ତ ହଉ, ଏଇସବୁ ଆମର ନିବେଦନ ରହିବା ଦରକାର। ପବିତ୍ର ସନ୍ଧ୍ୟା ଆମର ଅନନ୍ତ ଚତୁର୍ଦ୍ଦଶୀ ମେଳା ଯେବେଠାରୁ ଅନୁଷ୍ଠିତ ହେଇଛି ତାର ଗୋଟିଏ ବର୍ଷ କି 2 ବର୍ଷ ମନେ ପଡ଼ୁନି, ସେତେବେଳେ କାଗଜ କଲମରେ ଲେଖିବା କି କୌଣସି ଘଟଣାବଳୀକୁ ଲିପିବଦ୍ଧ କରି ରଖିବା, ଏସବୁ ସରଞ୍ଜାମ ମଧ୍ୟ ମୋ ପାଖରେ ନଥାଏ। ଗୋଟେ ଚାଳ ଘର ଭିତରେ ଆମେ ରହୁ। ସେଇ ଚାଳ ଘରେ, ଚାଳ ଘର କହିଲେ ଏଇ ଯେଉଁ ହାଟ ଚାଳ ଘର, ତେବେ ଯାହା ହଉ ସେମିତି ଗୋଟେ ଜୀବନ ବି, ସେ ଜୀବନଟା ବି ବହୁତ ଭଲ ଲାଗୁଥିଲା। ବର୍ତ୍ତମାନ ଜୀବନ ଠାରୁ ସେ ଜୀବନକୁ ଭାବିଲେ ମାନେ ଅନେକ ଆନନ୍ଦ ମିଳେ। କଥାଟି ହେଲା, ଯଜ୍ଞ ସରିଯାଇଛି ବା ମେଳାଟି ସରିଯାଇଛି, ଯିଏ ଯୁଆଡ଼େ ଘରକୁ ଫେରିବା କଥା ଫେରି ଯାଇଛନ୍ତି। ଏତେ ଭକ୍ତ ଶିଷ୍ୟମାନେ ବି ଯେତେବେଳେ ନଥିଲେ, ମୁଁ ଗୋଟେ ସପ ଆଉ ଗୋଟେ ତକିଆ ଏମିତି ବିଛଣାରେ ମୁଁ ଶୋଇଥିଲି। ହଠାତ୍ ଜଣେ ଏଇ ନିକଟର ଜଣେ ବ୍ରାହ୍ମଣ କିନ୍ତୁ ସେ ଜଣେ ଶିକ୍ଷାବିତ୍, ସେ ଆସିକି ପହଞ୍ଚିଲେ। ତାଙ୍କ ନାଁ ହେଉଛି ରବି ନାରାୟଣ। ସେ ଆସିକିରି ମାନେ ବଳିଆକୁ ଖୋଜିଲେ, ବାବା ଉଠିଲେଣି କି ନାହିଁ। କେହି କହିଲେ ହଁ ଉଠିଲେଣି। ସେ ଉଠିବା ଶବ୍ଦଟିକୁ ଶୁଣି ସାରିଲା ପରେ, ତାପରେ ତାଙ୍କର ଗୋଟେ ନିବେଦନ ସେ କଲେ ଯେ ମୁଁ ଶୋଇଥିଲି, ଅତ୍ୟନ୍ତ ଗଭୀର ଭାବରେ ମୁଁ ଶୋଇଥିଲି। ମୁଁ ଦେଖିଲି ଗୋଟେ ସ୍ୱପ୍ନରେ ଗୋଟିଏ ପିଲା ରୂପ, ଗୋଟେ ବାଳକ ରୂପରେ ଫୁଲମାଳ ପିନ୍ଧିଛନ୍ତି, ହାତରେ କ'ଣ ଧରିଛନ୍ତି, ଏମିତି ସବୁ ସ୍ୱରୂପରେ ଥାଇ ସିଏ ଆଶ୍ରମର ପଶ୍ଚିମ ପଟକୁ ଯାତ୍ରା କରୁଛନ୍ତି। ତେଣୁ ମୁଁ ଯେତେବେଳେ ତାଙ୍କୁ ଦେଖିଲି, ମୋ ମନ ଭିତରେ ଆସିଲା, ଇଏ ତ ହେଉଛନ୍ତି ସେଇ ଶିଶୁ ଅନନ୍ତ। ଛୋଟ ବାଳକ ରୂପରେ ସିଏ ଫୁଲମାଳଟିଏ ପକେଇ କେଉଁଠିକି ଯାଉଛନ୍ତି ଆମେ ଜାଣିନୁ, କିନ୍ତୁ ଇଏ ହେଉଛନ୍ତି ସେଇ ଦିନର ଶିଶୁ ଅନନ୍ତ। ତେଣୁ ଶିଶୁ ଅନନ୍ତଙ୍କର ସ୍ୱରୂପକୁ ମୁଁ ଭାବି ତାଙ୍କୁ ପ୍ରଣାମ କଲି। ପ୍ରଣାମ କଲା ପରେ ସେ ଟିକେ ରହିଗଲେ। ତାପରେ ମୋତେ ପଚାରିଲେ ଯେ ତମେ କିଏ? ସେ ତାର ଉତ୍ତର ଦେଲା, ମୋର ଘର ଏଇଠି, ଏମିତି କହିଲା। ଇଏ ସବୁ ତାପରେ ପଚାରିଲା, ଆପଣ କିଏ? ନା ତୁ ମୋତେ ଚିହ୍ନି ପାରୁନୁ, ମୁଁ ହେଉଛି ସେଇ ଗହୀର ମଝିର ଠାକୁର, ମୋତେ ଶିଶୁ ଅନନ୍ତ ବୋଲି ଡାକୁଛନ୍ତି। ତେବେ ଆପଣ ଯଦି ଶିଶୁ ଅନନ୍ତ, ତାହେଲେ ଆପଣ
ଏକୁଟିଆ ସାଙ୍ଗରେ ଆଉ ଜଣେ କିଏ ଅଛି? ଆପଣ ଆଶ୍ରମର ପଶ୍ଚିମ ଆଡ଼କୁ କାହିଁକି ଗତି କରୁଛନ୍ତି? କ'ଣ ଅସୁବିଧା ହେଲା? କାହିଁକି ଯାଉଛନ୍ତି? ସିଏ ତାର ଉତ୍ତରରେ ଖାଲି କହିଲେ ଯେ ମୋତେ ଟିକେ ବିଶ୍ରାମ ମିଳୁନି। ସେତେବେଳେ ପ୍ରକୃତ ବିଶ୍ରାମ ଟିକେ ଦେବା ପାଇଁ ଆମ ପାଖରେ ସେଭଳି କିଛି ସରଞ୍ଜାମ ନଥିଲା, ପାଚେରୀ ହେଇନଥିଲା, ମନ୍ଦିର ବି ହେଇନଥିଲା। ଏଇଭଳିଆ ଗୋଟେ ଅବସ୍ଥାରେ ଏଇ ଆଶ୍ରମ ଥିଲା। ତେଣୁ ମୋତେ ବିଶ୍ରାମ ମିଳୁନି। ତେଣୁ ମୁଁ ଟିକେ ବିଶ୍ରାମ ନେବା ପାଇଁ ମୁଁ ଟିକେ ପଶ୍ଚିମ ପଟକୁ ଯାତ୍ରା କରୁଛି। ଏଇ କଥାଟି କହିବା ପରେ ସେ ତାଙ୍କୁ ଜଣେଇଛି, ମୁଁ ଏଇଟା ବାବାଙ୍କୁ ଜଣେଇବି, ଆପଣଙ୍କର ବିଶ୍ରାମ କେମିତି ହେବ ସେଥିପାଇଁ ସେ ତାର ତତ୍ତ୍ୱ ବା ଯତ୍ନ ନେବେ। ସିଏ ନିଦ ଭାଙ୍ଗିଲା ବେଳକୁ ତାଙ୍କୁ ନିଦ ଭାଙ୍ଗିଗଲା। ଆଉ ଠାକୁରଙ୍କୁ ସେ ଦେଖିପାରିଲେ ନାହିଁ। ଏବଂ ସେ ଯେଉଁ ଘରେ ଶୋଇଥିଲେ ସେଠି ଗୁଡ଼ିଏ ମାନେ ସୁବାସିତ, ଯେଉଁଟାକୁ କହନ୍ତି ମାନେ ସୁଗନ୍ଧ, ସେଇଗୁଡ଼ିକ ସେ ଘର ଭିତରେ ମାନେ ଇଏ ଅନୁଭବ କଲେ। ସେ ସେଇ ବିଛଣାରୁ ଉଠିକିରି ଏ ବିଲ ଭିତରେ ପଶି, ସେତେବେଳେ ତ ବାଟଘାଟ କିଛି ନଥିଲା, କୋଇଲିଖିଆ କଣ୍ଟା, ହିଡ଼, ଆମର ଯେଉଁ ବିଲର ଯେଉଁ ହିଡ଼, ସେଇଗୁଡ଼ାକ ହେଉଛି ଆମର ରାସ୍ତା। ତେଣୁ ସିଏ ସେମିତି ଗୋଟେ କଣ୍ଟା ଝଣ୍ଟା ନ ମାନି ସେ ଆସିକି ମଠରେ ପହଞ୍ଚିଲେ। ଯେତେବେଳେ ମୋତେ ସେ କଥାଟା କହିଲେ, ମୋତେ ବି ବହୁତ ଅଡ଼ୁଆ ଲାଗିଲା। ମୁଁ କହିଲି ବିଶ୍ରାମ ତ ପ୍ରକୃତ ଦେଇ ହେଉନି, କିମ୍ବା ମେଳା ସରିଗଲା ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ପ୍ରସାଦ ବା ନୈବେଦ୍ୟ ଆମେ ବି କରିପାରୁନୁ। ଆମ ପାଖରେ ତ ସେ ସାମର୍ଥ୍ୟ ବର୍ତ୍ତମାନ ନାହିଁ। ତେଣୁ କିଛି ନଥିଲେ ବି ଆମ ପାଖରେ ଗୋଟିଏ ସାମର୍ଥ୍ୟ ଅଛି, ଆମେ ତାଙ୍କୁ ଅଭିଷେକ ମାଧ୍ୟମରେ ବା ପୂଜାର୍ଚ୍ଚନା ମାଧ୍ୟମରେ ଆମେ ତାଙ୍କୁ ପ୍ରାର୍ଥନା କରିବା। ଏଇ କଥାଟା ଆମ ପାଖରେ ଅଛି। ସେତେବେଳେ ଯିଏ ଥିଲେ ଆମର ଏଠି ସେବକ, ଠାକୁରଙ୍କର ସେବା ପୂଜା ପାଇଁ ଯିଏ ଥିଲେ, ତାଙ୍କ ନାଁ ଥିଲା ଧଡ଼ି ନନା। ତେଣୁ ସେଇ ଧଡ଼ି ନନା ସାଙ୍ଗେ ସାଙ୍ଗେ ଘିଅ ଯାହା ଯାହା ଦରକାର ସବୁ ସେ ପ୍ରସ୍ତୁତ ହୋଇଗଲେ ଏବଂ ଠାକୁରଙ୍କୁ ସ୍ନାନ ମାର୍ଜନା ଇତ୍ୟାଦି କରେଇଲେ। ଏବଂ ଯେଉଁ ଘିଅ ଥିଲା, ସେତେବେଳେ ତ ଆଜିକାଲି ଭଳିଆ ନକଲି ଘିଅ ମିଳୁନଥିଲା। ସେତେବେଳେ ଯେଉଁ ଘିଅ ଟିକେ ମିଳୁଥିଲା ସେ ପ୍ରକୃତ ଘିଅ। ସେମିତିଆ ଘିଅ ଆମର ଆଶ୍ରମରେ ଥିଲା। ଯାହା ହଉ ହୋମ ଯଜ୍ଞ ଇତ୍ୟାଦି ହେଲା। ରାତି ହୋମ ଯଜ୍ଞ ହେଲା ଯେ ରାତି ପାଇଗଲା, ମାନେ ସେ ଘିଅ ସରିବା ଯାକେ ହୋମ ହେଲା। ଯେତେବେଳେ ରାତି ପାଇଗଲା, ସେଇ ବର୍ଷ ଠାରୁ ଗୋଟାଏ ଆମେ ସଂକଳ୍ପ ନେଲୁ ଯେ ଆମର ଚତୁର୍ଦ୍ଦଶୀ ମେଳା
ଶେଷ ହେବା ପରେ ଆମେ ଗୋଟିଏ ପହୁଡ଼ ସେବା ବା ବିଶ୍ରାମ ସେବା ଗୋଟିଏ କରିବା। ପହୁଡ଼ ସେବାଟା ଆମ ପାଟିରେ ପଶିଗଲା, ଆମେ କହିଦେଲୁ, କିନ୍ତୁ ପ୍ରକୃତରେ ସେବାଟିର ନାମ ଥିଲା ବିଶ୍ରାମ ସେବା। 7 ଦିନ ପର୍ଯ୍ୟନ୍ତ କବାଟ ଖୋଲିବ ନାହିଁ, ଠାକୁରଙ୍କର କୌଣସି ଯେମିତି ବ୍ୟତିକ୍ରମ ନ ହୁଏ, ଘଣ୍ଟ ବାଜିବ ନାହିଁ, ଘଣ୍ଟା ବାଜିବ ନାହିଁ, ହୋ ହା ଘୋ ଘା ହେବ ନାହିଁ, ଏମିତି ସବୁ ନୀତି ନିୟମ ସେଇ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି। ଏଇ ସେବାଟିର ନାଁକୁ କିଏ କେମିତି କହୁଛନ୍ତି ପହୁଡ଼, ଠାକୁର ପହୁଡ଼ରେ ଅଛନ୍ତି, କିନ୍ତୁ ପ୍ରକୃତରେ ଠାକୁରଙ୍କୁ ପହୁଡ଼ ସେ ନାଁଟା କିନ୍ତୁ ଠିକ୍ ଲାଗୁନି। ଆମେ ସେ ନାଁକୁ ନାମିତ କଲେ ବ୍ରହ୍ମ ସେବା। ବ୍ରହ୍ମ କହିଲେ ବ୍ୟାପକ, ଇଏ ସୃଷ୍ଟି ହେଉଛି ତାଙ୍କର, ସ୍ରଷ୍ଟା ହେଉଛନ୍ତି ଅନନ୍ତ। ସୃଷ୍ଟିର ମଙ୍ଗଳ ପାଇଁ ଆମେ 7ଟି ଦିନ ଅନ୍ତତଃ ଅନନ୍ତଙ୍କ ଗୋଟିଏ ସେବା, ଅଭିଷେକ, ବିଷ୍ଣୁ ସହସ୍ର ନାମ, ଗୋପାଳ ସହସ୍ର ନାମ, ଯଜ୍ଞ, ବିଭିନ୍ନ ପ୍ରକାରର ପ୍ରସାଦ ମଧ୍ୟ ବ୍ୟବସ୍ଥା ହୁଏ। ସବୁଦିନେ ନୂଆ ନୂଆ ଟାଇପ୍ର ପ୍ରସାଦ, ଅନ୍ନ ବ୍ୟଞ୍ଜନ ତିଆରି ହୁଏ, ପଣା ତିଆରି ହୁଏ, ଏମିତି ଗୋଟେ କଥା ଚାଲିଛି। ଯେଉଁଦିନ ପହୁଡ଼ ଏଇ ଯେଉଁ ବ୍ରହ୍ମ ସେବା ଯେଉଁଦିନ ଶେଷ ହୁଏ, ସେଇଦିନ ଆଉ ଗୋଟିଏ ଅନନ୍ତ ପ୍ରସାଦ ବାହାରେ, ଯେଉଁମାନେ ଥାଆନ୍ତି ସମସ୍ତେ ପ୍ରସାଦ ପାଆନ୍ତି। ତାପରେ ଚିରାଚରିତ ଭାବରେ ସବୁ କାର୍ଯ୍ୟ ଚାଲିଥିଲା। ସେତେବେଳେ ମୁଁ ଲୋକଙ୍କୁ ଫେରେଇ ଦିଏ, କାହାରି କଥା ମୁଁ ବୁଝେନି, କିନ୍ତୁ ଆଜି ସେଇ କଥାଟା ନାହିଁ। ମୁଁ ଆଜି ବି ଲୋକମାନେ ଆସିଲେ ତାଙ୍କ ଦୁଃଖ ସୁଖ କହିଲେ ମୁଁ କାହାକୁ ଫେରେଇ ଦେଉନି, ସମସ୍ତଙ୍କ କଥାକୁ ମନ ଦେଇ ଶୁଣୁଛି ଏବଂ ଯାହା ପରାମର୍ଶ ଦେବା କଥା ମୁଁ ଦେଉଛି। ସୃଷ୍ଟିରେ ପରା ଜଣେ ମାଲିକ, ଅନନ୍ତ ନାଁ ତାର। ଏ ସମଗ୍ର ସୃଷ୍ଟିରେ ଯଦି କେହି ଜଣେ ମାଲିକ ଥାଏ, ସେ ମାଲିକ ହେଉଛନ୍ତି ଅନନ୍ତ। ଆପଣମାନେ ଯଦି ପୁରାଣ ସବୁ ପଢ଼ିବେ, ପୁରାଣ ଭିତରୁ ଆପଣ ଏତିକି ଜାଣିବେ ଯେ ସୃଷ୍ଟିରେ ଯେତେବେଳେ ଗୋଟାଏ ମାନେ ହଇଚଇ ସୃଷ୍ଟି ହୁଏ, ଅକାଳରେ ବର୍ଷା ହୁଏ, ଅକାଳରେ ବନ୍ୟା ହୁଏ, ଅକାଳରେ ବିଲୁଆମାନେ ବୋବାନ୍ତି, ଅକାଳରେ କାଉମାନେ ଅର୍ଦ୍ଧରାତ୍ରିରେ ବୋବାନ୍ତି, ଏଇଭଳି କିଛି ଲକ୍ଷଣ, ତା ସହିତ ପରସ୍ପର ଭିତରେ ହିଂସାବାଦ ଏବଂ ପ୍ରତିଶୋଧ, ଏଇଗୁଡ଼ାକ ଯେତେବେଳେ ଆମ ଦେଶ ବା ଆମ ସମାଜରେ ଯେତେବେଳେ ଏଇଭଳିଆ ବିଲକ୍ଷଣ ଗୁଡ଼ାକ ଦେଖାଯାଏ, ସେତେବେଳେ ଆଜି ଯେମିତି ଗୋମାତା ମାନେ ରାସ୍ତାରେ ବୁଲୁଛନ୍ତି, କେଉଁଠି ବନ୍ଧ ଉପରେ ଶୋଉଛନ୍ତି, କ'ଣ ଖାଉଛନ୍ତି ତାର କିଛି ପ୍ରମାଣ ନାହିଁ। ଖାଉ ଖାଉ ସେ ଜରି ପ୍ଲାଷ୍ଟିକ ଆକୁ ବି ଖାଉଛନ୍ତି, କାଗଜକୁ ଖାଉଛନ୍ତି। ତାଙ୍କଠାରୁ ଯେଉଁ କ୍ଷୀର ଗୁଡ଼ାକ ଆସୁଛି, ସେ କ୍ଷୀର ଗୁଡ଼ାକ ସେଇଭଳି ମୂଲ୍ୟବାନ ହେଇପାରୁନି।
ତେଣୁ ଗୋମାତା ମାନଙ୍କର ଆଜି ଯେଉଁ ଅବସ୍ଥା, ଯୁଗେ ଯୁଗେ ଏଇ ଅବସ୍ଥାଟା ଯେତେବେଳେ ଆସେ, ସେତେବେଳେ ଯୁଗର ସନ୍ଧିଆନ ମୁହୂର୍ତ୍ତ ଆସେ ବୋଲି, ଆସିଛି ବୋଲି ଲୋକ ଦାବି କରନ୍ତି। ସେଇ କଥାକୁ ଗୀତା କ'ଣ ଲେଖିଛନ୍ତି, ଭାଗବତ କ'ଣ ଲେଖିଛନ୍ତି, କିଏ କ'ଣ ଲେଖିଛନ୍ତି, କିନ୍ତୁ କଥା ହେଉଛି ଏତିକି। ଗୋମାତା ଦେବରାଜ ଇନ୍ଦ୍ରଙ୍କୁ ପ୍ରାର୍ଥନା କରନ୍ତି। ଦେବରାଜ ଇନ୍ଦ୍ର କହିଲେ ମେଘ, ଆଉ ତେଣୁ ମେଘ ଦେବତାଙ୍କୁ ସେ ପ୍ରାର୍ଥନା କରନ୍ତି। ମେଘ ଦେବତା ବ୍ରହ୍ମାଙ୍କୁ ଯିଏ ସୃଷ୍ଟି ନିର୍ମାଣ କରିଛନ୍ତି, ସିଏ ତାଙ୍କୁ ପ୍ରାର୍ଥନା କରନ୍ତି। ଏମିତି ଗୋଟେ ମିଳିମିଶି ଦେବତା ଏବଂ ସମସ୍ତେ ମିଳିମିଶିକିରି ସେ ଯାଇକିରି ପହଞ୍ଚନ୍ତି କ୍ଷୀରାବ୍ଦି ସମୁଦ୍ର ଅନନ୍ତ ତଟରେ ପହଞ୍ଚନ୍ତି। କ୍ଷୀରାବ୍ଦି ସମୁଦ୍ର ତଟରେ ପହଞ୍ଚନ୍ତି। ସମୁଦ୍ର କୂଳରେ ଠିଆ ହେଇ ସେ ଯେଉଁ ପ୍ରାର୍ଥନାଟିକୁ ଗାଆନ୍ତି, ସେ ପ୍ରାର୍ଥନା ଏକ ସ୍ୱତନ୍ତ୍ର। ଆମେ ତ କହିପାରିନି କେଉଁ ପ୍ରାର୍ଥନାଟା ସେ କରନ୍ତି। ଆମେ ବି ଏଠି ଗୋଟିଏ ପ୍ରାର୍ଥନା ଗାଉଛୁ, ସବୁଦିନେ ଗାଉଛୁ। କାହିଁକି ଗାଉଛୁ? ସବୁଦିନେ ଆମେ ଗାଉଛୁ ଏଇଥିପାଇଁ, ये सृष्टि शांत हो, सृष्टि को आपण माने रक्षा। ये सृष्टि की कौन सी धनी धन द्वारा किनी पारिबनी। ये सृष्टि की कौन सी अस्त्र शस्त्र नष्ट करि पारिब नाही। कारण आकु निराकार सृष्टि करिसंती, निज हाथ में तैयारी करिसंती। केवल आमे केवल बाहास्पट मारुचु, जमती वर्तमान सब मारुचंडी। रशिया कौच मु बड़, अमेरिका कौच मु बड़, सेमती बाहास्पट आम मारुचु। किंतु कहारी बाहास्पटरे सृष्टि तैयारी है नहीं, ना सृष्टि केबे भी ध्वंस हब ना। किंतु जो दिन निर्देश आसीब, आज सृष्टि दिन काल सैला, से दिन प्रलय आसीब। कारण वैवस्वत मनु गोटे समुद्र कूल ठिया होइचंती। से विश्व स्रष्टा को प्रार्थना करुचंती। से देखुचंती टिके दूर रे गोटे माछ, छोटिया रूपर माछ। से माछटी पहरी पहरी से वैवस्वत मनु पाखक आसुचंती। वैवस्वत मनु माने से चिन्नी पारिले, तांको दिव्य दृष्टि बल वैवस्वत मनु जानी पारिले ये छोटिया माछ नुहे। ये जो तरकारी करी जो माछ खाती ये माछ से नुह। ये होउचंती प्रभुंकर अवतार। ये कहीं मो पाखक आसुचंती, मो आड़ को मुझे पचारे उत्तरटा मिले। तेणु वैवस्वत मनु पाखे जिते से आसी पहुँचले, वैवस्वत मनु को प्रणाम जनइले एवं तांको गोटे कथा प्रश्न बा पचारे, निवेदन कले जे आपण तो अतल पानी जलगर्भरे थिले, आपण गोटे छोटिया माछ होइकिरे आइले,
କିନ୍ତୁ ବର୍ତ୍ତମାନ ଆପଣଙ୍କର କାୟା ବିସ୍ତାର ହେଇଗଲାଣି, ମାନେ ବହୁତ ବଡ଼ ଶରୀର ହେଇଗଲାଣି। ଏହାର କାରଣ କ'ଣ? ସେଇଠି ମହାମତ୍ସ୍ୟ ଅବତାର ମୁଁ ତୁମରି ପାଖକୁ ଆସିଛି। ମୋ ପାଖକୁ ଆସିବାର କାରଣ କ'ଣ? ମୁଁ ଆସିଛି ଏଇ ଯେଉଁ ରାତିଟା ବର୍ତ୍ତମାନ ଆରମ୍ଭ ହେଇଛି, ସନ୍ଧ୍ୟା ବେଳଟା, ଆଉ କିଛି ସମୟ ପରେ ରାତି ହେଇଯିବ। ଏଇ ରାତିରେ ସମଗ୍ର ପୃଥିବୀ ଜଳରେ ମାନେ ବୁଡ଼ିଯିବ। ଇଏ ପୁରୁଣା କଥା, ଆଉ କିଛି ରହିବନି। ପୃଥିବୀଟା ଜଳମଗ୍ନ ହେଇଯିବ। ବୈବସ୍ୱତ ମନୁ କହିଲେ, ପ୍ରଭୁ ଏଡ଼େ ବଡ଼ ସୁନ୍ଦର ସୃଷ୍ଟିକୁ ଆପଣ ନିର୍ମାଣ କରିଥିଲେ, ତାକୁ ଆଜି ଜଳରେ ବୁଡ଼େଇ ଦେବେ, ତାର ପ୍ରତିକାର ଆମକୁ କ'ଣ କରିବାକୁ ପଡ଼ିବ? ନା, ପ୍ରତିକାର କିଛି ନାହିଁ। ଉତ୍ପତ୍ତି ଆଉ ସ୍ଥିତି ପ୍ରଳୟ, ଇଏ ତିନିଟା କଥା ଯୁଗେ ଯୁଗେ ଅଛି। ତେଣୁ ସେଇ କଥାଟା ବର୍ତ୍ତମାନ ପ୍ରଳୟ ସମୟ ଆସିଛି। ଆଉ ସେ ମୋତେ କ'ଣ କରିବାକୁ ପଡ଼ିବ ଅନୁମତି ଦିଅନ୍ତୁ। ନା, ତମେ ତିନୋଟି ଦ୍ରବ୍ୟକୁ ତମେ ସାଇତିକିରି ରଖିବ, ଏଇ କଥାଟା କହିବାକୁ ଆଇଛି। ନା ପ୍ରଭୁ, କେଉଁ ଜିନିଷ କ'ଣ, ସେ ଜିନିଷ କ'ଣ, ସେ କେଉଁଠି ମିଳିବ, ମୁଁ ତାକୁ କେମିତି ସାଇତିକି ରଖିବି? ସେ ପ୍ରଥମରେ କହିଲେ ମନ୍ତ୍ର। ପୃଥିବୀ ଜଳମଗ୍ନ ହେଇଯିବ, କିନ୍ତୁ ବେଦ ମନ୍ତ୍ର ଯେଭଳି ପୃଥିବୀରୁ ବିଲୋପ ହେବ ନାହିଁ। ତୁମେ ସେ ବେଦକୁ ରକ୍ଷା କରିବ। ଦ୍ୱିତୀୟରେ ତୁମେ ଆଉ ଗୋଟିଏ କଥାକୁ ରଖିବ, ସିଏ ହେଉଛି ଔଷଧ। ଔଷଧ ଯଦି ନଷ୍ଟ ହେଇଯାଏ, ପରବର୍ତ୍ତୀ ରାୟତ ମାନେ ବା ପରବର୍ତ୍ତୀ ଯେଉଁମାନେ ଆମର ଆସିବେ, ସେମାନେ କେମିତି ସୁସ୍ଥ ରହିବେ? ଔଷଧ ମନ୍ତ୍ର, ଇଏ ଦିଓଟିକି ତମେ ସାଇତିକି ରଖିବ। ଆଉ ଗୋଟିଏ ହେଉଛି ମଞ୍ଜି। ଔଷଧ ମନ୍ତ୍ର ବୀର୍ଯ୍ୟ। ଯଦି ମଞ୍ଜି ରହିବ ନାହିଁ, ତାହେଲେ ସୃଷ୍ଟିଟା ଉତ୍ପନ୍ନ କେମିତି ହେବ? ଏଇ ତିନୋଟି କଥା ତୁମକୁ ଦାୟିତ୍ୱ ଦିଆହେଲା, ତମେ ଏହାକୁ ସୁରକ୍ଷିତ କରି ରଖିବ। ଆପଣମାନେ ଏତିକି ଖାଲି ଟିକେ ଭାବନ୍ତୁ, ଆମେ ତ ସହଜେ ହୁଣ୍ଡା ମୁଣ୍ଡା ଗୁଣ୍ଡା ଭଳିଆ ଲୋକ। ଆମେ ବେଳେ ବେଳେ ଆମର କୌଣସି ଦାୟିତ୍ୱ ଜ୍ଞାନ ରହୁନି। ତେଣୁ ଆମେ ଦାୟିତ୍ୱହୀନ ହେବା ଦ୍ୱାରା ପରିବାର ଠାରୁ ସୃଷ୍ଟି ପର୍ଯ୍ୟନ୍ତ ଯାହାକୁ ଆପଣ ଭାବିବେ, ଆଜି ଯେ ସବୁଗୁଡ଼ିକ ବିକ୍ଷିପ୍ତ ହେଇଗଲାଣି। ବର୍ଷା ହେଉଛି, ଅକାଳରେ ବନ୍ୟା ହେଉଛି ଆଜି। ତେଣୁ ଭଗବାନ ହେଉଛନ୍ତି, ସେ ହିଁ ହେଉଛନ୍ତି ଦାତା, ଏବଂ ସେ ହିଁ ହେଉଛନ୍ତି ଦାୟିତ୍ୱ ନେବାର କଥା। କିନ୍ତୁ ସୁନ୍ଦର ହେଉଛନ୍ତି ସେଇ ଜଣେ ଯାହାଙ୍କୁ ବଳିଆ ସ୍ୱଚକ୍ଷୁରେ ଦେଖିଛି। ପ୍ରଥମେ ମଣିଷ ଜନ୍ମ ହେଇଥିଲା, ସୃଷ୍ଟିରେ ଜନ୍ମ ହେଇଥିଲା
ପ୍ରଥମେ ଜନ୍ମ ହେଇଥିଲେ ସୂର୍ଯ୍ୟ, ଚନ୍ଦ୍ରମା, ପୃଥିବୀ, ବାୟୁ, ଆକାଶ, ଅଗ୍ନି ଏଇସବୁ ସୃଷ୍ଟି ହେଇଥିଲେ ନା। ଆଉ ସୃଷ୍ଟିଟା କ'ଣ ପ୍ରଥମେ ସବୁ ମଣିଷ ବାହାରି ପଡ଼ିଥିଲେ? ସବୁ ସୃଷ୍ଟି କଲେ, କେହି ଗୋଟାଏ ଶାନ୍ତ ଅହିଂସା ହେଲେନି। ବାଘ କହିଲା ଖାଇବି, ଭାଲୁ କହିଲା ଖାଇବି, ସିଏ ସାପ କହିଲା ମାରିବି। କିନ୍ତୁ ଶେଷକୁ ମୁଁ ଗୋଟେ ପଦ ବି କହିଲି, ଦୁର୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ୱାର। ମନୁଷ୍ୟ ଶରୀର ହେଉଛି ଦୁର୍ଲଭ। ଏଠି ଯେଉଁ ପିଲାମାନେ ତମେ ବସିଛ, ମୁଁ ବି ତମରି ଭଳିଆ ପିଲା ଦିନେ ଥିଲି। ମୁଁ ତମରି ଭଳି ପିଲା ଥିଲି। ଚତୁର୍ଥ ଶ୍ରେଣୀରୁ ପାଠ ପଢ଼ୁଥିଲି। ଚତୁର୍ଥ ଶ୍ରେଣୀରେ କଟକର ଗାନ୍ଧୀ ବିଦ୍ୟାପୀଠରେ। ସେଇ ଚତୁର୍ଥ ଶ୍ରେଣୀରୁ ମୋତେ କେହି ଜଣେ ଡାକୁଥିଲା। ମୋତେ ସେ ଡାକଟା ସ୍ପଷ୍ଟ ନ ଶୁଭିଲେ ବି ଗୋଟେ ଅସ୍ପଷ୍ଟ ଶବ୍ଦ ମୋ ପାଖକୁ ଆସୁଥିଲା। ମୁଁ ଦିନ ରାତି ଶୋଇପାରେ ନା। ଆଜି ଜାଣିଲି କିଏ ମୋତେ ଡାକୁଥିଲା, ଆଉ କାହିଁକି ଡାକୁଥିଲା, ଆଉ ଯେଉଁଥିପାଇଁ ମୋତେ ଡାକୁଥିଲା ସେ ଦାୟିତ୍ୱଟି ମୁଁ ଠିକ୍ ଭାବରେ ତୁଲେଇ ପାରୁଛି ତ? ଆଜି ନୁହେଁ, ମୋ ଜୀବନ ଆପଣମାନେ ବାବା ବର୍ତ୍ତମାନ ବାବା ଯେମିତି କହୁଛନ୍ତି ଆପଣଙ୍କୁ ବହୁତ ବୟସ ହେଇଗଲାଣି, ଅମୁକ ଭାଇ, ସେଗୁଡ଼ା ମୋତେ କହିକିରି ମୋତେ ବୁଢ଼ା କରିଦିଅ ନା। ମୁଁ ତ ମୋର ଟୋକା ହେଇକିରି ଅଛି, ତମେ କାହିଁ ମୋତେ ବୁଢ଼ା କରୁଛ? ତେଣୁ ସେଇ କଥାକୁ ଚିନ୍ତା କରି ଆଜି ଆମେ ଅପେକ୍ଷା କରିଛୁ ସେଇ ଦିନ, ସେଇ ସୁଦିନ ପୁଣି ଫେରି ଆସୁ। ଏ ଯେଉଁ ସୁନ୍ଦର ବିଶ୍ୱ, ଯେତେବେଳେ ଶୁଣୁଛି ଅମୁକ ଦେଶରେ ବମିଂ କରି ସେ ଉଡ଼ାଜାହାଜକୁ ଉଡ଼େଇ ଦେଲେ, ବାହାଦୁରୀ ଅମୁକ କରିଦେଲେ, ସେ ସ୍ତମ୍ଭକୁ ଭାଙ୍ଗିଦେଲେ, ସେଇଆକୁ ଗଢ଼ିବା ପାଇଁ କେତେ ବର୍ଷ ଲାଗିବ? ମୁଁ ଏଠି ବି କହୁନି, ଯଦି ଗୋଟେ ଚିଠି ତାଙ୍କ ପାଖକୁ ଯାଇପାରିବ, ସେ ଚିଠିରେ ମୁଁ ଏଇ ଭାଷାରେ ଲେଖିବି, ଆପଣମାନେ ପ୍ରକୃତରେ ଜ୍ଞାନୀ ନୁହନ୍ତି। ଆପଣ ଯାହାକୁ ଧ୍ୱଂସ କଲେ, ଆଜି ତ ଇରାନରେ ଯୁଦ୍ଧ ଲାଗିଛି, ଇରାନ ଆମେରିକାର, ଆମର କାହିଁ ଏଠି ତେଲ ଗ୍ୟାସ୍ ମିଳୁନି, ବା ଏ ଯେଉଁ କ'ଣ ଦର ବଢ଼ୁଛି। ଯଦି ତାଙ୍କ ସହିତ ଆମର ସମ୍ପର୍କ ନାହିଁ, ତାହେଲେ ବଢ଼ିଲା କେମିତି? ତେଣୁ ଏ କଥାକୁ ଯେଉଁମାନେ ଜୀବନରେ ରିସର୍ଚ୍ଚ କରିନାହାନ୍ତି, ଭାବି ନାହାନ୍ତି, ଯେଉଁ କଥା ଆମ ଧର୍ମର ଶାସ୍ତ୍ର, ମୁଁ ତ ହେଲି ଅଘୋରୀ ବୈଷ୍ଣବ, ମୁଁ ତ ପୁରା ବୈଷ୍ଣବ ନୁହଁ। ପୁରା ବୈଷ୍ଣବ ସବୁ ଏଇମାନେ ବହିଛନ୍ତି, ମୁଁ ପୁରା ବୈଷ୍ଣବ ନୁହଁ, ମୁଁ ହେଲି ଅଘୋରୀ ବୈଷ୍ଣବ। ତେଣୁ ଏ ଅଘୋରୀ ବୈଷ୍ଣବର ଚିନ୍ତାରେ ମୁଁ କେବଳ ଏତିକି ଜାଣିଛି, ଏ ସୃଷ୍ଟିରେ ମଣିଷ ଯେପର୍ଯ୍ୟନ୍ତ ଜାଗି ନାହିଁ, କ'ଣ ନା ଆମ ଗାଁରେ ଯଜ୍ଞ ହେଉଛି। ଏ ଯଜ୍ଞ ନାଁ କ'ଣ ନା ବିଶ୍ୱ ଶାନ୍ତି। ତମ ଗାଁଟା ଆଗେ ଶାନ୍ତି ହେଲାଣି। ତମେ କ'ଣ କହୁଛ ନା ଆମର ହନୁମାନ ଯଜ୍ଞ ହେଉଛି। ମାନେ ଏମିତି ମାନେ ସବୁ କରୁଛନ୍ତି, ଯେମିତି ମାନେ ଦେବର୍ଷି ନାରଦ ଥରେ ଭଗବାନଙ୍କୁ କହିଲେ ପ୍ରଭୁ ଏତେ ଭକ୍ତ ବର୍ତ୍ତମାନ ମର୍ତ୍ତ୍ୟରେ ହେଇଗଲେଣି, ଆଉ ଏ ବୈକୁଣ୍ଠକୁ ସେ ଆସିବେ, ଜାଗା ନାହିଁ ରହିବା। ଭଗବାନ ତାର ଉତ୍ତର ଦେବେ, ତମେ ଦେବର୍ଷି ଯାଅ, ଗୋଟେ ହାରାହାରି କେତେ ଗାଁରୁ କେଉଁ ଗାଁରୁ କେତେ ଲୋକ ଆସିବେ ଗୋଟାଏ ହିସାବ କର। ଇଏ ଗୋଟେ ଗାଁରେ ଯାଇ ପହଞ୍ଚିଲେ, ସେ ଗୋଟେ ଲୋକ ହଳକୁ ଯାଉଥିଲା, ଦେବର୍ଷି ତାଙ୍କୁ ଡାକିଲେ, ମାନେ ଗୋଟେ ମାୟା ରୂପରେ, ହଉ ବାବୁ କୁଆଡ଼େ ଯାଉଛ? ନା ବିଲକୁ ଯାଉଛି। ଆଚ୍ଛା ତମେ ବୈକୁଣ୍ଠକୁ ଯିବ?
ସେ କହିଲା ବୈକୁଣ୍ଠକୁ ମୁଁ ଯିବିନି, ବୈକୁଣ୍ଠକୁ ଯିବା ପାଇଁ ମୁଁ ସବୁଦିନେ ପ୍ରାର୍ଥନା କରୁଛି, ଆପଣ କହୁଛନ୍ତି ବୈକୁଣ୍ଠକୁ ଯିବୁ କି? କେଉଁ ଦିନ ଯିବି, କେତେବେଳେ ଯିବି? ନାରଦ କହିଲେ ବର୍ତ୍ତମାନ ଯିବୁ। ହଉ ସେ ଟିକେ ରହିଗଲା, କହିଲା ମୋ ସ୍ତ୍ରୀକି ଟିକେ ପଚାରି ଆସେ। ତା ସ୍ତ୍ରୀକି କ'ଣ ପଚାରିଲା, ସେ ଗୋଟେ ଆସିକି ନାରଦଙ୍କୁ କହିଲା ଆଉ ଦେବର୍ଷି ଆମ ଘରେ କେହି ରାଜି ହେଉନାହାନ୍ତି, ଆଉ ସେ ପୁଅ ଝିଅ ବାହାଘର ସରିଗଲା ପରେ ମୁଁ ଯିବି। ଆଉ କିଏ ଯିବେ ଦେଖ? ସେ ଯାହାକୁ ପଚାରିଲା, କିଏ କହିଲା ମୋର କୋଠା ଛାତ ପଡ଼ିନି, କିଏ କହିଲା ମୋର ଝିଅ ବାହା ହେଇନି, କିଏ କହିଲା ମୋର ନାତିଟିଏ ଦେଖିବାକୁ ଇଚ୍ଛା ଥିଲା ହେଇନି। ଏମିତି କହି କହି ନାରଦଙ୍କୁ ଆସିକିରି କହିଲେ ପ୍ରଭୁ ଆମ ଗାଁରୁ କେହି ଯିବେନି, ଆପଣ ଏକୁଟିଆ ଯାଆନ୍ତୁ। ତେଣୁ ବର୍ତ୍ତମାନ ସମାଜ ହେଉଛି ସମସ୍ତଙ୍କର ଦୀର୍ଘାୟୁ ଜୀବନ କାମନା କରୁଛି, ସୁସ୍ଥ ଜୀବନ କାମନା କରୁଛି। ପ୍ରତ୍ୟେକ ପରିବାରରେ ଶାନ୍ତି ଜନନୀ ସେ ଆସନ୍ତୁ, ଅଶାନ୍ତିକୁ ଦୂରୀଭୂତ କରନ୍ତୁ, ଏତିକି ପ୍ରାର୍ଥନା କରି ମୋର କଥାକୁ ମୋର ଇଷ୍ଟଦେବ ଗୁରୁଦେବଙ୍କ ପାଦରେ ସମର୍ପଣ କରୁଛି।